ଏବେ ନିର୍ବାଚନ ଗଲା ନୂଆପଡ଼ା ବାଇ ଇଲେକ୍ସନ ସେଭଳି ପ୍ରତ୍ୟାହାର ହେଉଥିଲା। ଯଦି ନବୀନ ପଦାକୁ ଯିବେ ତାହେଲେ କୌଣସି ଭୋଟ ହେଉନି, ହାତରେ ଦେଲେ ଭୋଟ ହେବ ହେଇପାରିଲା କି? ଯଦି ସମସ୍ତ ଅନୁଭବ ଥାଇକିରି ଆମେ ସେଇ କଥାକୁ ବାରମ୍ବାର କହିବା, ସେ ଲୋକଙ୍କର ଗ୍ରହଣୀୟତା ହେଉଛି ମୁଖ୍ୟ କଥା। ଲୋକେ କେତେ ଦୂର ଗ୍ରହଣ କରିବେ ନିର୍ଭର କରୁଛି ସେଇଭଳି ଭାବରେ ଗୋଟେ ବିଶ୍ୱାସ ସୃଷ୍ଟି କରିବା। ବିଶ୍ୱାସ ସୃଷ୍ଟି କରିବାରେ ସଫଳ ହେବେ କି ନାହିଁ ଭବିଷ୍ୟତ କହିବେ। ଯେଉଁମାନେ ଦଳ ଛାଡ଼ି ଯାଉଛନ୍ତି ଏ ଗୋଟେ ଖରାପ ଲକ୍ଷଣ। ରାଜନୈତିକ ପରିବର୍ତ୍ତନ ହେଇପାରେ, ଯେଉଁଥିରେ ୱେଷ୍ଟବେଙ୍ଗଲ ହେଲାଣି ଯେ ସବୁ ତୃଣମୂଳ ଯିଏ ଥିଲେ ସେ ପୁଣି କହୁଛନ୍ତି ଆମେ ପୁଣି ହେଇଗଲୁ ବିଜେପି। ଏ ଲକ୍ଷଣଟି ଆଦୌ ଶୁଭଙ୍କର ନୁହେଁ। ଯେଉଁମାନେ ରାଜନୀତି କ୍ଷେତ୍ରରେ ରହିବେ ଶାସକ ବିରୋଧୀ ଦଳ ଉଭୟ କଥା ରହିବାର ମଧ୍ୟ ଅନୁଭୂତି ରହିବା ଉଚିତ। କାରଣ କେଉଁ ପରମାନେଣ୍ଟ କିଏ ଶାସକ ନୁହନ୍ତି, ପରମାନେଣ୍ଟ କିଏ ବିରୋଧୀ ନୁହନ୍ତି। ଯେଉଁମାନେ ତାତ୍କାଳିକ ଭାବରେ ଆମେ ସବୁଦିନ ପାଇଁ ରହିବୁ ସେ କଥା ବାରମ୍ବାର ପ୍ରମାଣିତ ହେଇଛି, ଏ କଥା ଲୋକ ଗ୍ରହଣ କରିନାହାନ୍ତି। ଏଇ ପରିବର୍ତ୍ତ ପରିସ୍ଥିତିରେ ଯେଉଁ ରାଜନୈତିକ ଅଙ୍କ କଷା ଅନେକ କଥା ବଦଳିବ। ସେଥିରେ ଦେଖିବେ କେଜିରୁ ପିଜି ନେଇକି ଗୋଟେ ଯୋଉ ଦ୍ୱନ୍ଦ୍ୱ ଦେଖାଯାଉଛି ଏବଂ ବିଭାଗୀୟ ମନ୍ତ୍ରୀ ମଧ୍ୟ କିଛି ସମୟ ତଳେ କହିଲେ ଯେ ଚୂଡ଼ାନ୍ତ ଏସଓପି ପ୍ରସ୍ତୁତ ହେଇଯାଇଛି, ଖୁବ୍ ଶୀଘ୍ର ଆସିବ ଏବଂ ସରକାର ସବୁ ପଇସା ଭରଣା କରିବେ। ସରକାର ଯେଉଁ ସମୟରେ ଏ ଯେଉଁ ସ୍କିମ୍ ଗୁଡ଼ିକ ଘୋଷଣା କରୁଛନ୍ତି ତା ପୂର୍ବରୁ ପ୍ରସ୍ତୁତ ହେବା ଆବଶ୍ୟକ। ଦୁର୍ଭାଗ୍ୟ ହେଉଛି ଅନେକ କଥା କୁହାଯାଉଛି, ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକାରିତାରେ ଅସୁବିଧା ହେଉଛି। ଯେଉଁ କଥାଟି ହେଇଛି କେଜିରୁ ପିଜି ଯାଏ ଆଡମିସନ୍, ସେଥିରେ ଦୁଇ ପ୍ରକାର ସରକାରୀ ଅନୁଷ୍ଠାନ ଯାହା କରିବେ ସରକାର ମାଗଣା ଶିକ୍ଷା ଦେବେ, ଠିକ୍ ଅଛି। କିନ୍ତୁ ଅନେକ ଅନୁଦାନ ପ୍ରାପ୍ତ ସେମାନେ ସରକାରୀ ନୁହନ୍ତି, ବେସରକାରୀ ଶିକ୍ଷା ଅନୁଷ୍ଠାନ ଭାବରେ ଅଛନ୍ତି। ତାଙ୍କର ଆର୍ଥିକ ସ୍ଥିତି ଠିକ୍ ନୁହେଁ ଯାହା ସରକାରୀ ସ୍ତରରେ ଅଛି। ଏବଂ ଯଦି ଶିକ୍ଷାଦାନ କେବଳ ସୀମିତ କରିବାନି ସରକାରୀ ସ୍ତର, କାରଣ ସରକାରୀ ସ୍ତରରେ ଶିକ୍ଷାଦାନର ଯେଉଁ ସ୍ଥିତି ବର୍ତ୍ତମାନ ହେଇଛି, ଶିକ୍ଷକ ପଦବୀ ପୂରଣଠୁ ଆରମ୍ଭ କରି ଯେଉଁ ସୁବିଧା ସୁଯୋଗ ଅଛି ଆହୁରି ପରିବ୍ୟାପ୍ତ ହେବା ଦରକାର। ସରକାର ଯଦି ନିଷ୍ପତ୍ତି କଲେ ମୁଁ ଭାବୁଛି ବୋଥ୍ ଦି ସେକ୍ଟର, ପ୍ରାଇଭେଟ ସେକ୍ଟର ଯେଉଁମାନେ ପ୍ରଫେସନାଲ ଏଜୁକେସନ କରୁଛନ୍ତି ସେଠି ମଧ୍ୟ ସରକାର ସହାୟତା ଦେଲେ ସେ ହିଁ ପ୍ରକୃତ ଶିକ୍ଷା ହେବ। କାରଣ ଗତାନୈତିକ ଢଙ୍ଗରେ ଯେଉଁ ରୁଟିନ୍ କୋର୍ସ ପଢ଼ିଲେ ତାର କିଛି ଲାଭ ହୁଏ ନା। ବର୍ତ୍ତମାନ ରୋଜଗାର ଭିତ୍ତିକ ଶିକ୍ଷା କିଭଳି ହେଇପାରିପାରିବ, ସ୍କିଲ୍ ଡେଭଲପମେଣ୍ଟ କରିବାକୁ କ'ଣ ହେବ, ଏ କଥାକୁ ବିଚାର କରିବ। ଯେଉଁ ଇନଷ୍ଟିଟ୍ୟୁସନ ଗୁଡ଼ିକ କରୁଥିବ ପ୍ରାଇଭେଟ ଇନଷ୍ଟିଟ୍ୟୁସନ ମଧ୍ୟ ତାକୁ ସହାୟତା ଦେଇ ଶିକ୍ଷା ମାଗଣା ଶିକ୍ଷା ପାଇବେ, କାର୍ଯ୍ୟକାରୀ ହେବାରେ ଅସୁବିଧା ରହିବ। ସାର୍ ଆଉ ଗୋଟେ କଥା ଆପଣ ବିଗତ ଦିନ ମାନଙ୍କରେ ଦେଖିପାରୁଥିବେ ଲଗାତାର ଭାବରେ ଯେ ବିଜେଡିରୁ ବରିଷ୍ଠ ଅସନ୍ତୋଷ ହେଉଛନ୍ତି ସୁଜାତାଙ୍କ ଜଏନ୍ ପରେ ଏବଂ ତା ସହିତ କିଛି ନେତା ମଧ୍ୟ ଦଳ ଛାଡୁଛନ୍ତି। ଏ ପର୍ବ ଗୋଟେ ଆରମ୍ଭ ହେଇଗଲାଣି। ପ୍ରଭାତ ବିଶ୍ୱାଳ ମଧ୍ୟ ଦଳରେ ଯୋଗ ଦେବାକୁ ଯାଉଛନ୍ତି ବିଜେପିରେ। ତ ଭାବୁଛନ୍ତି କି ଯେ ଯୋଉ ଭଳି ଭାବେ ନବୀନ ବାବୁ କହିଲେ 2029 ମୋ ନେତୃତ୍ୱରେ ଲଢେଇ ହେବ, ଯେ ପ୍ରକୃତପକ୍ଷେ ଏହା ସମ୍ଭବପର? କାହା ନେତୃତ୍ୱରେ ଲଢ଼େଇ ହେବ 2029 ମସିହା କଥା କହିବା ଏବେଠୁ ଠିକ୍ ନୁହେଁ। ମୁଁ ଜାଣିନି କାହିଁ ଏଠି ଆବଶ୍ୟକ ପଡ଼ିଲା କରିବା ପାଇଁ। ତାମାନେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି, ହୁଏତ ନବୀନ ବାବୁ ନେତୃତ୍ୱ ନେବେ ନାହିଁ, ଆଉ କେହି ନେତୃତ୍ୱ ନେବେ। ଏ କଥା ଥିବା କାରଣରୁ ନବୀନ ପଟ୍ଟନାୟକ ତାର ସ୍ପଷ୍ଟୀକରଣ ଦେଇଛନ୍ତି। କେଉଁ ଦଳରେ କିଏ ନେତୃତ୍ୱ ନେବେ ସେ ଦଳର ସଭାପତି ନେତୃତ୍ୱ ମନା ନାହିଁ, କିନ୍ତୁ କହିବା ଆବଶ୍ୟକ କାହିଁ ପଡ଼ିଲା। ଏ ପ୍ରଶ୍ନବାଚୀରେ ଯାହା ସୃଷ୍ଟି ହେଉଛି ସିଏ ମୁଁ ତ ଯେହେତୁ ବିଜୁ ଜନତା ଦଳରେ ନାହିଁ ସେ ମୋର ମତ ଦେବା ଠିକ୍ ନୁହେଁ। ସାଧାରଣ ଭାବରେ ଲୋକଙ୍କ ପ୍ରତି ଯେଉଁ ଶ୍ରଦ୍ଧା, ଲୋକଙ୍କ ପ୍ରତି ଯେଉଁ ବିଶ୍ୱାସ ସେଥିରେ ଅବକ୍ଷୟ ହେଉଛି। ଯେ ବିଜେଡି ପୁଣି ଥରେ ବ୍ୟାକ୍ କରିପାରିବ ଆପଣ ଭାବୁଛନ୍ତି? ବର୍ତ୍ତମାନ ସ୍ଥିତିରେ ଯୋଉଭଳି ଭାବେ ଦଳର ସଂଗଠନ କଥା ଆସୁ ବା ଦଳୀୟ ବେପାର କଥା ଆସୁ, ଇଏ ଆସିବ ନ ଆସିବ ସେ ପ୍ରଶ୍ନଟି ଇଏ ହେଉଛି ଗୋଟେ ହାଇପୋଥେଟିକାଲ ପ୍ରଶ୍ନ। ସେତେବେଳେ ରାଜନୈତିକ ସ୍ଥିତି କ'ଣ ହେଇଥିବ, କେଉଁ କେଉଁ ରାଜନୈତିକ ଦଳ ଥିବେ, କେଉଁ ରାଜନୈତିକ ନଥିବେ, ମୋଟରେ କେଉଁଠି ବିଭାଜନ ହେଇଥିବ ଏବଂ କିଏ ଅଧିକ ଶକ୍ତିଶାଳୀ ହେଇଥିବ। ଏଇଭଳି ଭାବରେ ରାଜନୈତିକ ଯେଉଁ ପୃଷ୍ଠଭୂମି, ରାଜନୈତିକ ଯେଉଁ ଦୃଶ୍ୟପଟ ସେଥିରେ ଆଜିଠୁ ଯେଉଁମାନେ ଆକଳନ କରୁଛନ୍ତି ସେମାନେ ଭାବୁଛି ଜାଣିଛନ୍ତି ଯେ ହେଇପାରିବ ନାହିଁ, କିନ୍ତୁ ବାହାରେ ଗୋଟେ ପ୍ରତ୍ୟାହାର କରିବା ପାଇଁ କଥା ଆଲୋଚନା। ଏବେ ନିର୍ବାଚନ ଗଲା ନୂଆପଡ଼ା ବାଇ ଇଲେକ୍ସନ ସେଭଳି ପ୍ରତ୍ୟାହାର ହେଉଥିଲା। ଯଦି ନବୀନ ପଦାକୁ ଯିବେ ତାହେଲେ କୌଣସି ଭୋଟ ହେଉନି, ହାତରେ ଦେଲେ ଭୋଟ ହେବ ହେଇପାରିଲା କି? ଯଦି ସମସ୍ତ ଅନୁଭବ ଥାଇକିରି ଆମେ ସେଇ କଥାକୁ ବାରମ୍ବାର କହିବା, ସେ ଲୋକଙ୍କର ଗ୍ରହଣୀୟତା ହେଉଛି ମୁଖ୍ୟ କଥା। ଲୋକେ କେତେ ଦୂର ଗ୍ରହଣ କରିବେ ନିର୍ଭର କରୁଛି ସେଇଭଳି ଭାବରେ ଗୋଟେ ବିଶ୍ୱାସ ସୃଷ୍ଟି କରିବାରେ। ବିଶ୍ୱାସ ସୃଷ୍ଟି କରିବାରେ ସଫଳ ହେବେ କି ନାହିଁ ଭବିଷ୍ୟତ କହିବେ।
କିନ୍ତୁ ପୁଣି ସେଇଠାରେ ନବୀନ ବାବୁ କହିଲେ ଯେ ସ୍ପଷ୍ଟୀକରଣ ଦେଲେ ସୁଜାତା କେବଳ କର୍ମୀ ଭାବରେ ମିଶିଲେ, କିନ୍ତୁ ଏବେ ଶଙ୍ଖଭବନ ଦରବାର ଖୋଲିକି ସୁଜାତା ସବୁ ନେତାଙ୍କୁ ଆପଣ ଏ ପ୍ରଶ୍ନଟି ଯେଉଁମାନେ ବିଜେଡ଼ିର ସ୍ପୋକ୍ସ ପର୍ସନ୍ ଅଛନ୍ତି, ଯେଉଁମାନେ ସେ ଉପରେ ମତ ଦେଉଛନ୍ତି ତାଙ୍କୁ ଦିଅନ୍ତୁ। ମୋତେ ସାଧାରଣ ଭାବରେ ପ୍ରଶ୍ନ କଲେ ହେବ, କିନ୍ତୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାର୍ଯ୍ୟକ୍ରମ ଉପରେ ମୋର ମତାମତ ଦେବା ଠିକ୍ ହେବ। ସୁଜାତା ମିଶୁ ମିଶୁ ପୁଣି ପାଣ୍ଡିଆନଙ୍କ ପ୍ରଚାର ବି ଆରମ୍ଭ ହେଲାଣି। ପାଣ୍ଡିଆନ ଭାଇଙ୍କ ଦ୍ୱାରା ଗୋଟେ କହିଲି ଏ ପ୍ରଶ୍ନଟି ଲୋକଙ୍କ ମନେ ହେଉଛି, ଆପଣ ଲୋକଙ୍କ କଥା କହୁଛନ୍ତି। ବିଜେଡ଼ିର ଯେଉଁମାନେ ସ୍ପୋକ୍ସ ପର୍ସନ୍ ଯେ ଲୋକଙ୍କୁ ଅଧିକୃତ ହେଇଛନ୍ତି ସେମାନେ କୁହନ୍ତୁ ନା, ସେମାନେ ଶୁଣିଦେବେ, ନବୀନ ସ୍ପଷ୍ଟୀକରଣ ଦେଇପାରିବେ, ତାହେଲେ ଅଧିକୃତ ଲୋକ। କିନ୍ତୁ କଥାରେ ଏବଂ କାମରେ ବା ଆଚରଣ ଉଚ୍ଚାରଣ ଠିକ ରହୁଛି କି ଦଳର? ମୁଁ କହିଲି ଦଳ ସମ୍ପର୍କରେ ମୁଁ କେମିତି ସାର୍ଟିଫିକେଟ୍ ଦେବି, କାରଣ ଦଳରେ ମୁଁ ଯେ ସଭ୍ୟତା ବାହାରୁ ଆପଣ ଦେଖୁଛନ୍ତି। ମୁଁ କହିପାରନ୍ତି କ'ଣ ମତ, ବାହାରୁ ଯାହା କହିବା ସେ ଏକ ଭିନ୍ନ ମତ ହେବ। ମୁଁ କହିଲି ଲୋକ ବିଶ୍ୱାସ କରିବେ କି ନାହିଁ ସେ ହେଉଛି ବଡ଼ କଥା। ଲୋକଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବାର୍ତ୍ତା ଦେବାକୁ ଚେଷ୍ଟା କରନ୍ତି। ଯେଉଁମାନେ ଦଳ ଛାଡ଼ି ଯାଉଛନ୍ତି ଏ ଗୋଟିଏ ଖରାପ ଲକ୍ଷଣ। ରାଜନୈତିକ ପରିବର୍ତ୍ତନ ହେଇପାରେ, ଯେଉଁ ସେଠି ୱେଷ୍ଟବେଙ୍ଗଲ ହେଲାଣି ଯେ ସବୁ ତୃଣମୂଳ ଯିଏ ଥିଲେ ସେ ପୁଣି କହୁଛନ୍ତି ଆମେ ପୁଣି ହେଇଗଲୁ ବିଜେପି। ଏ ଲକ୍ଷଣଟି ଆଦୌ ଶୁଭଙ୍କର ନୁହେଁ। ଯେଉଁମାନେ ରାଜନୀତି କ୍ଷେତ୍ରରେ ରହିବେ, ଶାସକ ବିରୋଧୀ ଦଳ ଉଭୟ କଥା ରହିବାର ମଧ୍ୟ ଅନୁଭୂତି ରହିବା ଉଚିତ। କାରଣ କେହି ପରମାନେଣ୍ଟ କିଏ ଶାସକ ନୁହନ୍ତି, ପରମାନେଣ୍ଟ କିଏ ବିରୋଧୀ ନୁହନ୍ତି। ଯେଉଁମାନେ ତାତ୍କାଳିକ ଭାବରେ ଆମେ ସବୁଦିନ ପାଇଁ ରହିବୁ ସେ କଥା ବାରମ୍ବାର ପ୍ରମାଣିତ ହେଇଛି, ଏ କଥା ଲୋକ ଗ୍ରହଣ କରିନାହାନ୍ତି। এই ପରିବର୍ତ୍ତ ପରିସ୍ଥିତିରେ ଯେଉଁ ରାଜନୈତିକ ଅଙ୍କ କଷା ଅନେକ କଥା ବଦଳିବ ସେଥିରେ। କିନ୍ତୁ ଦଳ ଗୋଟେ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଆମେ ସକ୍ରିୟ ଅଛୁ। ପାଣ୍ଡିଆନ ସେ ବାର୍ତ୍ତା ଯିଏ ଦେଉଛନ୍ତି, ମୁଁ ସେଥିପାଇଁ ପଚାରିଲି ସ୍ପୋକ୍ସମ୍ୟାନଙ୍କୁ ପଚାରନ୍ତୁ ଯେଉଁ ବାର୍ତ୍ତା ଦିଅନ୍ତି କାର୍ଯ୍ୟକାରୀ ହେଲାଣି। ଯେଉଁ କଥାଟି ଆପଣ କହିଲେ ଯେ ଜଏନ୍ କଲେ ସାଧାରଣ କର୍ମୀ ହେବେ, ସାଧାରଣ କର୍ମୀ ଭାବରେ କାର୍ଯ୍ୟକାରୀ ହେଉଛି, ଯାଉ ସେ ଭିନ୍ନ ପ୍ରସଙ୍ଗ, ତା ଦେହରେ ମତେ ଗ୍ରହଣୀୟତା ଅଛି, ନେତାମାନେ ତ ମାନୁଛନ୍ତି। ଲୋକେ ଗ୍ରହଣ କରୁଛନ୍ତି ନାହିଁ। ନିର୍ବାଚନ ହେଉଛି ତାର ମାପକାଠି, ନିର୍ବାଚନ ମାପକାଠିଟା ଜଣାପଡ଼ିବ। ତା ପୂର୍ବରୁ କାହିଁକି ଆମେ ଆକଳନ କରିବା, ସେ ସମୟ ବି ଆସିନି। ଆକଳନ କରିବା ଯେତେବେଳେ ଠିକଣା ସମୟ। କିନ୍ତୁ ଦଳ ସାର୍ ବୁଝିପାରୁନି, ଦଳ ପୁଣି ସେଇ ବାରମ୍ବାର ଗୁଡ଼େଇ ମତେ ସେଇ ବିଜୁ ଜନତା ଦଳ ଆଉ ଦଳ ଅଛି ସେ ସମ୍ପର୍କରେ ପ୍ରଶ୍ନ କରୁଛନ୍ତି। ସାର୍ ଯଦି ଦେଖିବା ତାହେଲେ ଆସନ୍ତା ବର୍ଷ ହେଉଛି ପଞ୍ଚାୟତ ପୌର ନିର୍ବାଚନ ଏବଂ ଯୋଉ ଗୋଟେ ତୃତୀୟ ସାମୁଖ୍ୟ ହେଉଛି, ଆପଣ ମଧ୍ୟ ନିଜେ ଆକଳନ କରିଥିଲେ। ଓଡ଼ିଶା ନାଗରିକ ମଞ୍ଚ ଗଠନ ହେଲା, ବହୁ ବରିଷ୍ଠ ମାନେ ସେଥିରେ ଯୋଗ ଦେଲେ, କିନ୍ତୁ ବର୍ତ୍ତମାନ ସମୟରେ ନାଗରିକ ମଞ୍ଚ ଟିକେ ଧିମେଇ ଯାଇଛି। ଲୋକଙ୍କ ପାଖରେ ଧିମେଇ ଯାଇନି। ନାଗରିକ ମଞ୍ଚର କାର୍ଯ୍ୟକ୍ରମ ଆମର ଖସଡ଼ା ରାଜନୀତିକ ଖସଡ଼ା ନୁହେଁ। ସେଥିପାଇଁ ମଧ୍ୟ ରାଜନୀତି କ୍ଷେତ୍ରରେ କ'ଣ ହେଇଯିବ ତୁରନ୍ତ କରିବା ଲାଗି ନାଗରିକ ମଞ୍ଚ ହେଉଛି ଲୋକଙ୍କୁ ସଚେତନ କରିବା ପାଇଁ ହେଇଛି। ଓଡ଼ିଶା ଜନମତକୁ ଆମେ କେତେ ପ୍ରଭାବିତ କରିପାରିବୁ ଏବଂ ସେହି ସୃଷ୍ଟି କରିବା ସୁସ୍ଥ ରାଜନୀତି, ସେ ସୃଷ୍ଟି କରିବ ରାଜନୈତିକ ପରିବେଶ। ନାଗରିକ ମଞ୍ଚର ଦୁଇ ତିନୋଟି କାର୍ଯ୍ୟକ୍ରମ ହେଇଛି। ଆମେ ମଧ୍ୟ ବିକାଶ ସମ୍ପର୍କରେ କ'ଣ ଓଡ଼ିଶାର ବିକାଶର ଭିଜନ୍ ଦରକାର ତାକୁ ଦୃଷ୍ଟିରେ ରଖୁଛୁ। ଖୁବ୍ ଶୀଘ୍ର ସେ ସଂକ୍ରାନ୍ତରେ ଗୋଟେ କନଭେନସନ୍ ହେବ ଏବଂ ଏଇ ଯେଉଁ ଗଠନମୂଳକ କାର୍ଯ୍ୟକ୍ରମ ନାଗରିକ ମଞ୍ଚ କରୁଛି। ନାଗରିକ ମଞ୍ଚ ରାଜନୀତି ପଞ୍ଚାୟତ ଇଲେକ୍ସନ୍ ହେବ, ଲଢ଼ିବ, ତା ଲାଗି ଆମେ ବ୍ୟସ୍ତ ନୁହଁ। ପଞ୍ଚାୟତ ଇଲେକ୍ସନ୍ ହଉ ବା ପୌର ନିର୍ବାଚନ ହଉ, କିନ୍ତୁ ନିଶ୍ଚିତ ହେବ। କିନ୍ତୁ ନିର୍ବାଚନ ସର୍ବସ୍ୱ ନ ହେଇ ନିର୍ବାଚନର ପ୍ରସଙ୍ଗ କ'ଣ ସେ ସମୟରେ ନାଗରିକ ମଞ୍ଚ ମତ ରଖିପାରିବେ। କେବେ ଆପଣ କନଭେନସନ୍ କରିବେ? ଆମର ଅଛି, ପ୍ରସ୍ତାବ ଅଛି, ଆମେ ତାରିଖ ଡେଟ୍ ମାସ ଜଣେଇବୁ। ଆଉ ସାର୍ ୟା ଭିତରେ ଅନ୍ୟ ନେତାମାନେ ଭିଜନ ଓଡ଼ିଶା ଯାହା କୁହାଯାଉଛି ଏଥିରେ ଆମର ମଧ୍ୟ ନାଗରିକ ମଞ୍ଚ ଗୋଟେ ମତ ରହିବ। ଓଡ଼ିଶା କ'ଣ ଭିଜନ ହେବ, 36 ମସିହାରେ ଓଡ଼ିଶା କ'ଣ ହେବ। ଆଉ ସାର୍ ୟା ଭିତରେ ଅନ୍ୟ କୌଣସି ନେତା ନାଗରିକ ମଞ୍ଚ ଯୋଗାଯୋଗ କରେନି, ବଡ଼ ହେଇପାରେ ତାକୁ ଅନେକ ଲୋକ ଯୋଗାଯୋଗ କରୁଛନ୍ତି, କାରଣ ଏଇ ମଞ୍ଚଟି ମଧ୍ୟ ସ୍ୱୀକୃତି ପାଇଛି। ଆପଣମାନେ ଯେତେ ଗଣମାଧ୍ୟମ କାହିଁ ତାର ଅଧିକ ପ୍ରଚାର କରୁଥିଲେ, ପ୍ରଚାର ଏଇଥିପାଇଁ କରୁଥିଲେ ଯେଉଁ ଲୋକ ଗୁଡ଼ିଏ ଅଛନ୍ତି ତାଙ୍କର ନିଶ୍ଚିତ ମତ ଗୁରୁତ୍ୱ ରହିଛି ଲୋକଙ୍କ ପାଖରେ।